ବାହାରିଲା ରେଲୱେ ଗ୍ରୁପ ଡି ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ। ଆଜି ହିଁ କରନ୍ତୁ ଆବେଦନ। ତ ଆସନ୍ତୁ ଆଜି ଆମେ ଜାଣିବା ଆପଣମାନେ କେମିତି ଏଥିରେ ଅନଲାଇନରେ ଆବେଦନ କରିବେ, କେମିତି ଫର୍ମ ପୂରଣ କରିକି ଦାଖଲ କରିବେ। ଆସନ୍ତୁ ଆଜି ଆମେ ଜାଣିବା এই ভিডিও মাধ্যমে। তেণু ভিডিওକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ଗ୍ରୁପ ଡି ପଦବୀ ପାଇଁ 21,997ଟି ପୋଷ୍ଟ ବାହାରିଛି, ଯାହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିରେ 10ମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ ଫର୍ମର ସର୍ବାଧିକ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯାଇଛି। ପ୍ରାର୍ଥୀମାନଙ୍କୁ ଫର୍ମ ପୂରଣ କରିବା ସମୟରେ ସେମାନଙ୍କର ଆଧାର ଏବଂ ଶିକ୍ଷାଗତ ଡକୁମେଣ୍ଟ ସମ୍ପର୍କରେ ସଠିକ୍ ସୂଚନା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ rrbApply.gov.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ତେବେ ଆବେଦନ ପ୍ରକ୍ରିୟା ଜାନୁଆରୀ 31 ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫର୍ମ ଦାଖଲ କରିବାର ଶେଷ ତାରିଖ 2 ମାର୍ଚ୍ଚ 2026 ପର୍ଯ୍ୟନ୍ତ ରହିଛି। ଫିସ୍ ଜମା କରିବାର ଶେଷ ତାରିଖ ହେଉଛି 4 ମାର୍ଚ୍ଚ 2026। ଆବେଦନ ଫର୍ମକୁ କରେକ୍ସନ କରିବାର ୱିଣ୍ଡୋ ମାର୍ଚ୍ଚ 5ରୁ 14 ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରାର୍ଥୀମାନେ କେବଳ ଗୋଟିଏ ରେଳ ଜୋନ୍ ପାଇଁ ଆବେଦନ କରିପାରିବେ। ଗୋଟିଏରୁ ଅଧିକ ଜୋନ୍ ଚୟନ କଲେ ସେମାନଙ୍କର ଆବେଦନ ଖାରଜ ହୋଇଯିବ। ତଥାପି ଗୋଟିଏ ଜୋନ୍ ମଧ୍ୟରେ ଏକାଧିକ ପଦବୀ ପାଇଁ ପୃଥକ ଫର୍ମ ପୂରଣ କରିବାର ଆବଶ୍ୟକତା ନାହିଁ। ପଦବୀ ପସନ୍ଦ ଗୋଟିଏ ଫର୍ମରେ ସୂଚିତ ହେବା ଆବଶ୍ୟକ। ଗୋଟିଏ ଜୋନ୍ ଚୟନ କରିସାରିବା ପରେ ପରିବର୍ତ୍ତନ କରିବାର କୌଣସି ବିକଳ୍ପ ରହିବ ନାହିଁ। ଏଥିପାଇଁ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ ବୟସ 33 ବର୍ଷ। ବୟସର ଗଣନା 1 ଜାନୁଆରୀ 2026ରୁ କରାଯିବ। ଓବିସି ବର୍ଗ ପାଇଁ 3 ବର୍ଷ ଏବଂ SC/ST ବର୍ଗ ପାଇଁ 5 ବର୍ଷର ଛାଡ଼ ଦିଆଯିବ। ନିଯୁକ୍ତି ପ୍ରକ୍ରିୟା ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା CBT ସହିତ ଆରମ୍ଭ ହେବ। ସଫଳ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା PET ପାଇଁ ଡକାଯିବ। ତାପରେ ଡକୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ହେବ। CBT ପରୀକ୍ଷା 90 ମିନିଟ ଅବଧିରେ ହେବ ଏବଂ ଏଥିରେ 100ଟି ପ୍ରଶ୍ନ ରହିବ। ସାଧାରଣ ବିଜ୍ଞାନ ଏବଂ ଗଣିତରୁ 25ଟି, ରିଜନିଂରୁ 30ଟି ଏବଂ କରେଣ୍ଟ ଆଫେୟାର୍ସରୁ 20ଟି ପ୍ରଶ୍ନ ରହିବ। PETରେ ପୁରୁଷମାନଙ୍କୁ 35 କିଲୋଗ୍ରାମ ଓଜନ ବୋହି 100 ମିଟର ଚାଲିବାକୁ ପଡ଼ିବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ 1000 ମିଟର ଦୌଡ଼ିବାକୁ ପଡ଼ିବ। ମହିଳାମାନଙ୍କ ପାଇଁ ଓଜନ ଏବଂ ସମୟ ସୀମା ପୁରା ଭିନ୍ନ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଲେବଲ 1 ଅନ୍ତର୍ଗତ 18,000 ଟଙ୍କା ଦରମା ମିଳିବ। ଜେନେରାଲ, OBC ଏବଂ EWS ବର୍ଗ ପାଇଁ ଫିସ୍ 500 ଟଙ୍କା ରଖାଯାଇଛି, ଯେଉଁଥିରୁ ପରୀକ୍ଷା ଦେବା ସମୟରେ 400 ଟଙ୍କା ଫେରସ୍ତ କରାଯିବ। SC/ST ଏବଂ ମହିଳାଙ୍କ ପାଇଁ ଫିସ୍ 250 ଟଙ୍କା ରଖାଯାଇଛି, ଯାହା ପରୀକ୍ଷା ଦେବା ସମୟରେ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନେ ଏଥିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତ ଆପଣମାନେ ଡେରି କରନ୍ତୁ ନାହିଁ। ଆପଣମାନେ ଏବେ ହିଁ ଆବେଦନ କରନ୍ତୁ। ଆପଣମାନେ ଚାହିଁଲେ ନିଜ ମୋବାଇଲ ଫୋନ ମାଧ୍ୟମରେ ବି ଆବେଦନ କରିପାରିବେ, ନଚେତ୍ CSC ସେଣ୍ଟର ଯାଇ ଆପଣମାନେ ଆବେଦନ କରିଦିଅନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।